ଜଗତ ଆଜ୍ଞା ଜୟ ମନମାଥ ଶ୍ରୀ ଜଗନ୍ନାଥ ମଦଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର ପରମାରାଧ୍ୟା ଜଗତ ଜନନୀ ବିଶ୍ୱ କଲ୍ୟାଣମୟୀ ଶ୍ରୀ ଶ୍ରୀ ଲକ୍ଷ୍ମୀମା ପରମ ପୂଜ୍ୟ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସମସ୍ତଙ୍କର ଆତ୍ମଚରଣ ମୋର କୋଟି କୋଟି ପ୍ରଣାମ। ଆଜିର ଏହି ଅନଲାଇନ ସତ୍ସଙ୍ଗର ମୁଖ୍ୟ ପରିଚାଳକ ଉପସ୍ଥିତ ସହପ୍ରତି ଦେବତା ମଣ୍ଡଳୀ ଉପସ୍ଥିତ କର୍ମୀ ମଣ୍ଡଳୀ ତଥା ଅତି ଆପଣାର ଗୁରୁଭ୍ରାତା ମଣ୍ଡଳୀ ଭକ୍ତିମନ୍ତୀ ମାତୃମଣ୍ଡଳୀ ସୁସଜ୍ଜନ ମଣ୍ଡଳୀ ସମସ୍ତଙ୍କୁ ମୋର ଆନ୍ତରିକ ଜୟଗୁରୁ। ଆଜି ଏକ ବିଶେଷ ସତ୍ସଙ୍ଗ ଆମମାନେ ସମସ୍ତେ ଅବଗତ ହେଲେ ଆମର ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ 1791ତମ ଶୁଭ ସକାଳର ଏହି ସତ୍ସଙ୍ଗ ଏବଂ ଏହି ସତ୍ସଙ୍ଗରେ ଭୋଗ ନିବେଦନ କରିଛନ୍ତି ଶ୍ରୀମତୀ ବିଳାସିନୀ ନାୟକ ମହାଲପୁର କଟକରୁ। ତାଙ୍କର ଉଦ୍ଦେଶ୍ୟ ଅଛି ସୁଖ ଓ ଶାନ୍ତି ପାଇଁ ତାଙ୍କ ଜ୍ୱାଇଁ ଏବଂ ଝିଅଙ୍କର ପାରିବାରିକ ମଙ୍ଗଳ ପାଇଁ ସେ ସତ୍ସଙ୍ଗ ପ୍ରଦାନ କରିଛନ୍ତି। ତତ୍ସହିତ ଅଜିତ କୁମାର ଦାସ ଭାଇ ଚାଷୀ ଖଣ୍ଡରୁ ସେ ମଧ୍ୟ ସେଇ ସୁଖ ଶାନ୍ତି ଆନନ୍ଦ ତାଙ୍କ ପରିବାର ପାଇଁ ସେ ସତ୍ସଙ୍ଗ ପ୍ରଦାନ କରିଛନ୍ତି, ଭୋଗ ନିବେଦନ କରିଛନ୍ତି। ଏବଂ ସର୍ବଶେଷରେ ଆମର ବିନୋଦ ବିହାରୀ ସାହୁ ଭାଇ ଆମ ମୁନିଗୁଡାରୁ ତାଙ୍କର ସାନ ପୁଅ TCL ରେ ଏଣ୍ଟ୍ରାନ୍ସ ଏକ୍ଜାମ ଦଉଛନ୍ତି, ସେଇ ଉପଲକ୍ଷେ ମଧ୍ୟ ସେ ଭୋଗ ନିବେଦନ କରିଛନ୍ତି। ତେଣୁ ଠାକୁରଙ୍କ ପାଖରେ ପ୍ରାର୍ଥନା ରଖେ ଯୋଉ ଉଦ୍ଦେଶ୍ୟରେ ଯିଏ ବି ସତ୍ସଙ୍ଗ ପ୍ରଦାନ କରନ୍ତୁ ନା କାହିଁକି ଠାକୁର ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ଏହି ଅନଲାଇନ ସତ୍ସଙ୍ଗରେ ଯୋଗଦାନ କରିଥିବା ଏବଂ ଶ୍ରବଣ କରୁଥିବା ସମସ୍ତଙ୍କର ଠାକୁର ମଙ୍ଗଳ କରନ୍ତୁ, ତାହା ହିଁ ମୋର ଏକାନ୍ତ ପୁନରାୟ ପ୍ରାର୍ଥନା। ଯାହା ହଉ ଗୋଟେ ଅନେକ ଘାତ ପ୍ରତିଘାତ ଭିତରେ ଏଇ ଶୁଭ ସକାଳର ସତ୍ସଙ୍ଗ ଆଗେଇ ଚାଲିଛି 1791ତମ ଦିବସରେ ଆସି ପଦାର୍ପଣ କଲାଣି। ତତ୍ସହିତ ବେଶୀ ଭଲ ଲାଗେ ଆମର ଯୋଉ ବିଜ୍ଞାନ ଭାଇ ତାଙ୍କର ଯୋଉ ଆରେଞ୍ଜମେଣ୍ଟ ବହୁତ ବ୍ୟସ୍ତ ଭିତରେ ବିଭିନ୍ନ ଭାଇ ଓ ମା ମାନଙ୍କୁ ନିବେଦନ କରନ୍ତି ଯେ ଟିକେ ଜଏନ କରିବା ପାଇଁ, ଟିକେ ଆଲୋଚନା ଭଜନ କୀର୍ତ୍ତନ, ଏଇଟା ଗୋଟେ ଛୋଟିଆ କଥା ନୁହେଁ। ଯୋଉମାନେ କରୁଛନ୍ତି ସେମାନେ ନିଜେ ଅନୁଭବ କରୁଥିବେ ଯେ ଗୋଟେ ଜିନିଷଟାକୁ କଣ୍ଟିନ୍ୟୁ କରିବା ପାଇଁ କେତେ ସାଧନାର ଆବଶ୍ୟକ, ତାହା ହିଁ ଆଜି ଆମେ ଅନୁମୟ କରୁଛୁ। ତତ୍ସହିତ ଆମର ପ୍ରକାଶ ଦଳେଇ ଭାଇ ଯିଏ ମୋର ବନ୍ଧୁ, ପିଲାଦିନରୁ ତାଙ୍କ ସହିତ ମୋର ସମ୍ପର୍କ, ଖୁବ ଭଲ ପାଇବାର ବ୍ୟକ୍ତିତ୍ବ। ତେଣୁ ମୁଁ କାଲି ଦେଖିଲି ଯେ ପ୍ରକାଶ ଭାଇ ଇଏ କରିବେ, ପରିଚାଳନା କରିବେ, ତେଣୁ ଆହୁରି ବି ବଢିଆ ଲାଗିଲା ଯେ ଯାହା ହଉ ତାଙ୍କ ଠାରୁ ଆମମାନେ କିଛି ମଧ୍ୟ ଶୁଣିବା। ସେ ସୁନ୍ଦର କୀର୍ତ୍ତନ ଭଜନ ଆଲୋଚନା ମଧ୍ୟ ଭଲ କରନ୍ତି। ତତ୍ସହିତ ଆମର ବିନୋଦ ବିହାରୀ ଭାଇ ଯିଏକି ମୁଁ ଏଇ କିଛି ଦିନ 2-3 ମାସ ପୂର୍ବରୁ ରାୟଗଡା ଯାଇଥିଲି, ତାଙ୍କ ଘରେ ଯିବା ଆସିବା ସମୟରେ 2 ଦିନ ତାଙ୍କ ସହିତ ସାକ୍ଷାତ ହେଇଥିଲା। ସତ୍ସଙ୍ଗ ଯୋଉ ଗୋଟେ ଉତ୍ସବ ହଉଥିଲା ସେଠାରେ ମଧ୍ୟ ସେ ଯାଇଥିଲେ। ତାଙ୍କର ଯୋଉ ଭଲ ପାଇବା, ଯୋଉ ଆପ୍ୟାୟତ ଏବଂ ଯୋଉ ସହଜ ସରଳ ବ୍ୟକ୍ତିତ୍ବ ସବୁ ସମୟରେ ଠାକୁରଙ୍କୁ ନେଇ ସେ ଚାଲିଛନ୍ତି। ଆଜି ମଧ୍ୟ ଅନୁଭବ କରୁଛୁ ଯେ ପିଲାର ଏଣ୍ଟ୍ରାନ୍ସ ପାଇଁ ମଧ୍ୟ ସେ ଭୋଗ ନିବେଦନ କରିଛନ୍ତି। ତାଙ୍କର ଏଇ ଭଲ ପାଇବା ନିଶ୍ଚିତ ଭାବରେ ଫଳବତୀ ହବ। ତେଣୁ ସର୍ବଶେଷରେ ଏତିକି ଆଲୋଚନା ରଖିବି ଯେ ମୁଁ ଆଲୋଚନା ବି କଣ କରିବା, ଏ ବର୍ତ୍ତମାନ ତ ସମୟ ଯୋଉଟା କି ଆମେ ସମସ୍ତେ ସବୁ ଜାଗାରେ ସତ୍ସଙ୍ଗରେ ବିଭିନ୍ନ ସ୍ଥାନରେ ଆଚାର୍ଯ୍ୟ ଦେବଙ୍କ ଠାରୁ ଅବିନ୍ଦାଙ୍କ ଠାରୁ ଶୁଣୁଛେ ଯେ ବର୍ତ୍ତମାନ କରିବାର ସମୟ, କେତେ ଦୂର କିଏ କଣ କରୁଛି ଏବଂ ସେଇ କରିବାଟା ହିଁ ନିର୍ଭର କରେ ଆମର ବିଶ୍ୱାସ ଉପରେ। ଯାହାର ଗଭୀର ବିଶ୍ୱାସ ଅଛି ତାହାର ଭକ୍ତି ଓ ଭଲ ପାଇବା ଏବଂ କରିବାର ଭାବ ମଧ୍ୟ ଠିକ ଅନୁରୂପ ଭାବରେ ତାର ସେଇ ଭାବରେ ଗତି କରି ଚାଲିବ। ତେଣୁ ଶାସ୍ତ୍ରରେ ଅଛି ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ତେଣୁ ଆମେ ବିଶ୍ୱାସ ଯଦି ଆମର ନ ହୁଏ ତାହେଲେ ନିଶ୍ଚିତ ଭାବରେ ଆମେ ତାଙ୍କୁ ପାଇବା ମୁସ୍କିଲ ହେଇ ଉଠେ। ଆଉ ଯେତେବେଳେ ତାଙ୍କୁ ଆମେ ନ ପାଇବା ଆମେ କରିବା କାହା ପାଇଁ, କଣ ପାଇଁ କରିବା? ସମସ୍ତଙ୍କ ଜୀବନରେ ଆପଣ ଦେଖନ୍ତୁ, ମୋର ହଉ ଆପଣ ମାନଙ୍କ ଜୀବନ ହଉ, ସମସ୍ତଙ୍କ ଜୀବନରେ କିଛି ନା କିଛି ଅଭାବ ଅଛି। ଆଉ ସେଇ ଅଭାବଟାକୁ ଦୂର କରିବା ପାଇଁ ମଣିଷ ବିଭିନ୍ନ ଉପାୟ ଖୋଜେ। କିଏ କୋଉ ଜାଗାରେ ଯାଇ ପହଞ୍ଚେ, କିଏ କୋଉ ଉପାୟ ଅବଲମ୍ବନ କରେ ତା ନିଜସ୍ୱ। କିନ୍ତୁ ଯିଏ ହରି ଭଜେ ସେ ଚତୁର, ଏଇଟା ଆମେ ଶାସ୍ତ୍ରରେ ଶୁଣିଛେ। ତେଣୁ ନିଶ୍ଚିତ ଭାବରେ ସେ ଚତୁର ଲୋକ ଯିଏ ଠିକ ରାସ୍ତା ପାଏ ଏବଂ ସେ ଖୋଜି 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 ତାର ଗନ୍ତବ୍ୟରେ ପହଞ୍ଚିଯାଏ। ଆଉ ତା ବ୍ୟାକୁଳତା ମଧ୍ୟ ଅନୁରୂପ ଭାବରେ ସେଇ ଭାବରେ ଥାଏ। ଆଜି ଆମମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ଜୀବନରେ ଗ୍ରହଣ କରିଛେ। ତାଙ୍କ ଦୀକ୍ଷା ନେବା ସମୟରେ ଆମର ଯୋଉ ଭାବ ଥିଲା, ଯୋଉ ବୋଧ ଥିଲା, ଯୋଉ ଭଲ ପାଇବା ଥିଲା, ସେଇ ଭଲ ପାଇବା, ସେଇ ବୋଧ, ସେଇ ଭାବଟା ଯଦି ଆମର କଣ୍ଟିନ୍ୟୁ
ଜାରି ରହିଥାଏ ନିଶ୍ଚିତ ଭାବରେ ଆମେ ଠାକୁରଙ୍କୁ ନିତ୍ୟ ନୂତନ ଭାବରେ ଉପଭୋଗ କରୁଛେ ଏବଂ କରୁଛେ ମଧ୍ୟ ନିଜେ ତ ନୁହେଁ ନିଜ ସହିତ ପାରିବାରିକ ଜୀବନ ପଢାପଢି ଜୀବନ ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ସମସ୍ତଙ୍କ ଜୀବନ ଭିତରେ ମଧ୍ୟ ଆମେ ଠାକୁରଙ୍କୁ ଅନୁଭବ କରୁଛେ ତାଙ୍କୁ ଭଲ ପାଉଛେ ଏବଂ ସେଇ ସୂତ୍ର ଟିକକୁ ଆମେ ଯିଏ ପାଇଛେ ସେ ନିଜ ଜୀବନରେ ତାକୁ କେମିତି ଲଗେଇ କିଭଳି କୌଶଳରେ ତାକୁ ସେ ଲାଭବାନ ହଉଛି ସେ ନିଜେ ଅନୁଭବ କରୁଥିବ। ତେଣୁ ଆମର ମନେ ହୁଏ ସେଇ ବିଶ୍ୱାସ ଯୋଗୁଁ ଆମେ ଠାକୁରଙ୍କ ଜୀବନରେ ଧରିଛେ। ତେଣୁ ଯେଉଁ ଯୁଗରେ ଯୋଉ ସନ୍ଧିକ୍ଷଣରେ ସେ ଆସନ୍ତି ସେମାନେ ହଉଛନ୍ତି ଆଜନ୍ମ ସିଦ୍ଧ। ତାଙ୍କୁ ତପସ୍ୟା କରି ଶିଖିବାକୁ ହୁଏ ନାହିଁ। ସମସ୍ତଙ୍କ ବାଲ୍ୟ କିଶୋର ଲୀଳା ପ୍ରଭୃତି ବହୁତ ଅଲୌକିକ ଘଟଣା ପରିପୂର୍ଣ୍ଣ। ଶ୍ରୀ ଠାକୁର ଥରେ କୁହନ୍ତି ଅଲୌକିକ ବୋଲି କିଛି ନାହିଁ, ଯାହା ଜଣେ ଅତି ସହଜ ଭାବରେ କରିଯାଉଛି ଅନ୍ୟ କେହି କରିପାରନ୍ତି ନାହିଁ ତାହା ସେମାନଙ୍କ ନିକଟରେ ଅଲୌକିକ। ଆମେ ଯାହା କରୁଛେ ଆମେ ଯାହା ଦେଖୁଛେ କରିପାରୁନେ ତାହା ଆମ ମାନଙ୍କ ପାଖରେ ଅଲୌକିକ ହେଉଛି। ତେଣୁ ଏହି ଭାବରେ ଅନେକ ଭାବରେ ଆମେ ଠାକୁରଙ୍କ ଜୀବନରେ ଅନୁଭବ କରିଛେ ବୁଝିଛେ ଏବଂ ଶ୍ରୀ ଠାକୁରଙ୍କ ସମାଧି ଅବସ୍ଥାରେ ସେ ଅନେକ ଚରମ ତତ୍ଵ ପରିପ୍ରକାଶ କରିଛନ୍ତି। ସେ ମହାଭାବ ବାଣୀରେ ତାଙ୍କ ଶ୍ରୀମୁଖରୁ ଅନେକ ଭାବରେ ଅନେକ ଜିନିଷ ନିର୍ଗତ ହେଇଛି। ଥରେ ସେ କହୁଥିଲେ ମସୁରୀରେ ଡାଲ ଦିଖତେ ଲାଲ ଟୁକ ଟୁକ ସିଧ ହେଲେ ଏତେ ସାଧା ହୁଏ କେନରେ। କହିଲେ ମସୁରର ଡାଲି ଦେଖିବାକୁ ଲାଲ ଟକ ଟକ କିନ୍ତୁ ଯେତେବେଳେ ସିଏ ସିଦ୍ଧ ହୁଏ ମାନେ ଯେତେବେଳେ ସେ ଗରମ ହୁଏ ବା ସିଝା ଯାଏ ସେ ପ୍ଲେନ ହେଇ ଉଠେ। ମାନେ ତାଙ୍କର କହିବାର ଲକ୍ଷ୍ୟ ଯେ ମଣିଷ ଜୀବନରେ ଯୌବନ ଅଛି, ସୌନ୍ଦର୍ଯ୍ୟ ଅଛି, ଧନ ସମ୍ପତ୍ତି ଅଛି, ଗର୍ବ ଅହଙ୍କାର ସବୁ କିଛି ଲାଲ ଟକ ଟକ ଅବସ୍ଥାରେ ଅଛି। କିନ୍ତୁ ଯେତେବେଳେ ସେ ଗୁରୁଙ୍କର ତ ପ୍ରାଣ ହେଇଯାଏ, ଯଦି ଗୁରୁଙ୍କୁ ନିଜର ଭାବି ସବୁ କିଛି ତାଙ୍କ ପାଦପଦ୍ମରେ ଅର୍ପଣ କରିଦିଏ ସେତେବେଳେ ସେ ଅତି ସହଜ ସରଳ ଲୋକଟିଏ ହେଇଯାଏ ଏବଂ ତାର କଥା ତାର ଚାଲି ତାର ଇଙ୍ଗିତ ତାର ଭାବ ଭାଷା ସବୁ କିଛି ପରିବର୍ତ୍ତନ ଆସିଯାଏ। ଠିକ ସେଇଭଳି ଭାବରେ ଠାକୁର ଯେମିତି ଠାକୁର ଗୋଟେ ବାଣୀ ଦେଇଛନ୍ତି ପୁରୁଷୋତ୍ତମଙ୍କ କୃତି ଆଚରଣ ସେ ନ ବୁଝାଇଲେ ବୁଝେ କେଉଁ ଜନ। ତେଣୁ ପୁରୁଷୋତ୍ତମ ଯେତେବେଳେ ଆସନ୍ତି ତାଙ୍କର କୃତି ଆଚରଣ ତାଙ୍କୁ ହିଁ ବୁଝେଇବାକୁ ପଡେ। ସେ ଯଦି ନ ବୁଝନ୍ତି ଆମେମାନେ ବୁଝିପାରୁନା। ଅନେକ ଭାବରେ ଠାକୁରଙ୍କ ଜୀବନ ଭିତରେ ଅନେକ ଜାଗାରେ ଅନେକ ଭାବରେ ସେ କହିଛନ୍ତି। ସେ ଏମିତି ଗୋଟେ ଗୋଟେ ଜାଗାରେ କହୁଛନ୍ତି ମୁଁ କିଏ, ମୁଁ ଭକ୍ତ, ମୁଁ ଭଗବାନ, ମୁଁ ପୂଜା ଦିଏ, ମୁଁ ହିଁ ପୂଜା ଗ୍ରହଣ କରେ, ମୁଁ ଅସୁର, ମୁଁ ଦେବତା, ମୁଁ ଗୁଣମୟୀ ପ୍ରକୃତି, ମୁଁ ହିଁ ନିର୍ଗୁଣ ପୁରୁଷ, ମୁଁ ହିଁ ଶତ୍ରୁ, ମୁଁ ହିଁ ମିତ୍ର, ଏଇ ଭାବରେ ଅନେକ କଣ କଥା କହିଛନ୍ତି। ଆଉ କହିଛନ୍ତି ମୁଁ କା ହୁଆ ହିଁ ଅହି, ମୁଁ ହିଁ ନକୁଳ, ମୁଁ ହିଁ ସାପ ହୋଇ କାମୁଡେ, ମୁଁ ହିଁ ଓଝା ହୋଇ ଝାଡେ, ମୁଁ କୁରୁକ୍ଷେତ୍ର, ମୁଁ ହିଁ ଭଗବାନ, ମୁଁ ହିଁ ନାରାୟଣ। ତେଣୁ ଆମେ ତାଙ୍କୁ କେମିତି ବୁଝିବା? ସେ ତାଙ୍କର ନିଜରେ ସେ ଯେତେବେଳେ ଭାବ ସମାଧି ଅବସ୍ଥାରେ ଏଇ କଥା କହୁଛନ୍ତି ଆମେ ନିଶ୍ଚିତ ଅନୁଭବ କରିପାରିବା ସେ କିଏ। ଏ ଅତି ସହଜ ସରଳ ଭାବରେ ଥରେ ଦେଓଘର ଆଶ୍ରମରେ ଶ୍ରୀ ଠାକୁରଙ୍କ ଆସନ ସାମ୍ନାରେ ପ୍ରଭୁ ତ୍ରାଣକର୍ତ୍ତା ଯୀଶୁଙ୍କର ଗୋଟିଏ ଫଟୋ ସୁରକ୍ଷିତ ଅବସ୍ଥାରେ ଟଙ୍ଗା ହୋଇଛି। ଥରେ ଶ୍ରୀ ଠାକୁର ସେଇ ଫଟୋ ଆଡେ ଏକ ଦୃଷ୍ଟିରେ ଚାହିଁଥାନ୍ତି ଏବଂ କାନ୍ଦି କାନ୍ଦି ଆଖିରୁ ଲୁହ ପୋଛି କହୁଥାନ୍ତି ତ୍ରାଣକର୍ତ୍ତା ଯୀଶୁ ଆଉ ପଶ୍ଚିମ ଆକାଶରେ ନାହାନ୍ତି, ତ୍ରାଣକର୍ତ୍ତା ଭାରତର ଆକାଶରେ ଉଠିଛି। ମାନେ ଏଇ କଥାରୁ ଆମେ ଅନୁଭବ କରିପାରିବା ସେ କଣ କହୁଛନ୍ତି। ତ୍ରାଣକର୍ତ୍ତା ଯୀଶୁ ଆଉ ପଶ୍ଚିମ ଆକାଶରେ ନାହାନ୍ତି, ସେ ବର୍ତ୍ତମାନ ଭାରତର ଆକାଶରେ ଉଠିଛନ୍ତି। ଏଇଥିରୁ ଅନୁଭବ କରିପାରିବା ସେ ଆମ ମାନଙ୍କ ପାଖରେ ଅତି ସହଜ ସରଳ ଭାବରେ ଧରା ଦେଇଛନ୍ତି। ଆମେମାନେ ପ୍ରକୃତରେ ଭାଗ୍ୟବାନ ତାଙ୍କୁ ଜୀବନରେ ଗ୍ରହଣ କରିଛେ। କେବଳ ହିଁ ଆମର ବାପା ମାଙ୍କର ସେହି କର୍ମ, ବାପା ମାଙ୍କର ସେଇ ଆଶୀର୍ବାଦରୁ ଆମେ ପ୍ରଭୁଙ୍କୁ ଜୀବନରେ ଧରିଛେ। ଏବଂ ସେଦିନ ସେବା ଦିଦି ଅବାକ ହୋଇ ଏ କଥା ଶୁଣି ତାଙ୍କ ଆଡେ ଚାହିଁଥାନ୍ତି ଏବଂ ସମସ୍ତେ ନୀରବ। ବେଶ କିଛି ସମୟ ପରେ ସେବାଦେଇ ଶ୍ରୀ ଠାକୁରଙ୍କ ଆଖିରୁ ଲୁହ ପୋଛି ଦେଲେ ଏବଂ ତାଙ୍କୁ ତମାକୁ ସଜେଇ ଦେଲେ ଏବଂ ଠାକୁର ତମାକୁ ଖାଇ ଆନନ୍ଦରେ ଡଗମଗ ହେଇ ଉଠିଲେ। ପୁଣି ଥରେ ପୁଣ୍ୟପତିରେ ଶ୍ରୀ ଠାକୁର କହୁଛନ୍ତି ଚିଲଡ୍ରେନ୍ ୟୁ ମଷ୍ଟ ଫିକ୍ସ ୟୁର ଆଟେନସନ ଆଟ ଦି ରୁଟ ଅଫ ଦି ନୋଜ ଟୁ ହାଭ ୟୁ ଆଣ୍ଡ ଡ୍ର ଦି ସ୍ପିରିଟ ଅନୱାର୍ଡ। ଦିସ୍ ୱାଜ ମାଇ ପଲିସି ହ୍ୱେନ୍ ଆଇ ୱାଜ ଜେସସ୍। ଜେସସ୍ ଯେତେବେଳେ ମୁଁ ଥିଲି ସେତେବେଳେ ଏହି ହିଁ ମୋର ପଲିସି ଥିଲା। ତୁମେ ତୁମର ଆଜ୍ଞା ଚକ୍ରରେ ସେଇ ଆଟେନସନ ଟାକୁ ତୁମେ କେନ୍ଦ୍ରୀଭୂତ କର। ଠିକ ସେଇଭଳି ଭାବରେ ଦିନେ ପ୍ୟାରୀ ନନ୍ଦୀ ଶ୍ରୀ ଠାକୁରଙ୍କୁ ଶୁଆଉଥାନ୍ତି କିନ୍ତୁ ଠାକୁରଙ୍କ ନିଦ ହେଉନଥାଏ। ସତେ ଯେପରି ସେ ଚିନ୍ତାମଗ୍ନ। ଶ୍ରୀ ଠାକୁରଙ୍କୁ କାରଣ ପଚାରିବାରୁ ସେ କହିଲେ 500 ବର୍ଷ ପରେ କାହାକୁ କେଉଁଠି ରଖିବି ସେ କଥା ଭାବୁଛି।
ଚିନ୍ତା କରିବା ଆମେ ସେ 500 ବର୍ଷ ପରେ କାହାକୁ କେଉଁଠି ସେ ରଖିବେ ସେ କଥା ସେ ଭାବୁଛନ୍ତି। ତାହେଲେ ସେ କିଏ? ତାଙ୍କର କୃତି ଆଚରଣ ସେ ତାଙ୍କ ମୁହଁରେ ବି ସେଦିନ ବତେଇ ଦେଲେ ଯେ ମୁଁ ଭାବୁଛି କାହାକୁ କେଉଁଠି ରଖିବି। ନିଶ୍ଚିତ ଭାବରେ ଆମେ ଏଇଥିରୁ ବିଶ୍ୱାସ କରିପାରିବା ସେ ହିଁ ହେଉଛନ୍ତି ସର୍ବଶକ୍ତିମାନ, ସେ ହିଁ ହେଉଛନ୍ତି ଆମ ମାନଙ୍କ ପାଖରେ ସହଜ ସରଳ ଭାବରେ ସେ ଧରା ଦେଇଛନ୍ତି। ଗୋଟିଏ ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ କିଛି ଦିନ ଧରି ହଜରତ ରସୁଲଙ୍କର ମେରାଜି ବିଷୟରେ ଆଲୋଚନା ଚାଲିଥାଏ। ରସୁଲଲ୍ଲାହ କୁଆଡେ ଗୋଟିଏ ରାତି ଭିତରେ ମଦିନାରୁ ଜେରୁଜେଲମ ଯାଇଥିଲେ ଏବଂ ସେଠାରେ ଖଣ୍ଡେ ପଥର ଉପରେ ଉପବିଷ୍ଟ ଅବସ୍ଥାରେ ମେରାଜି ନାମକ ଦିବ୍ୟ ଅନୁଭୂତି ତାଙ୍କର ହୋଇଥିଲା। ଦିନେ ଏଇ ବିଷୟରେ କଥାବାର୍ତ୍ତା ଚାଲିଛି। ଆତ୍ମସ୍ଥ ଅବସ୍ଥାରେ ଶ୍ରୀ ଶ୍ରୀ ଠାକୁର କହି ଚାଲିଛନ୍ତି ରସୁଲ ଯେଉଁ ରାସ୍ତା ଦେଇ ଜେରୁଜେଲମ ଯାଇଥିଲେ ସେଇଟା ଥିଲା ସରୁ ଦୁଇ ପାଖ ଜଙ୍ଗଲ ପରି। ଆକାଶରେ ସେଦିନ ଜହ୍ନ ଥିଲା। ଗଛଲତାର ଫାଙ୍କ ଦେଇ ଚନ୍ଦ୍ରକିରଣ ରାସ୍ତାରେ ପଡୁଥିଲା। ଏହାପରେ ତାଙ୍କ ଶ୍ରୀମୁଖରୁ ଯୋଉ ବାକ୍ୟଟି ନିଃସୃତ ହେଇଛି କହିଛନ୍ତି ଆଶ୍ଚର୍ଯ୍ୟ ଲାଗେ। ପ୍ରଭୁ ଉଚ୍ଚାରଣ କରି କହିଲେ ସେଇ ରାତିରେ ମୁଁ ଖଡମ ବା କଠଉ ପାଦରେ ଦେଇ ଯାଉଥିଲି। ତାପରେ ସାଙ୍ଗେ ସାଙ୍ଗେ ସଂଶୋଧନ କରିବା ଭଙ୍ଗୀରେ କହିଦେଲେ ମାନେ ରସୁଲ ଯାଉଥିଲେ। ଏଇ ସବୁ ଆଲୋଚନା ସମୟରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡଦା ଉପସ୍ଥିତ ଥିଲେ ଏବଂ ବଡଦା ସାଙ୍ଗେ ସାଙ୍ଗେ କହୁଛନ୍ତି ମୁଁ ଖଡମ ପାଦରେ ଦେଇ ଯାଇଥିଲି, ଏଇ ଅଂଶଟିକୁ ଦାଗ ଦେଇ ଯତ୍ନ ସହିତ ରଖ। ଏବଂ ସେଦିନ ସେ ଅନୁଲେଖ ଦେବୀଦାଙ୍କୁ ସେଇ କଥା କହିଥିଲେ। କାରଣ ଏଇଥିରୁ ଅନୁମେୟ ହୁଏ ସେ କିଏ? ସେ ହିଁ ପ୍ରକୃତରେ ଆମ ମାନଙ୍କର ପ୍ରାଣକର୍ତ୍ତା, ସେ ହିଁ ଜିସସ୍। ମୁଁ ଖଡମ ପାଦରେ ଦେଇ ଯାଉଥିଲି। ସେଦିନ ସେ ତାଙ୍କର କୃତି ଆଚରଣ ତାଙ୍କ ମୁହଁରେ ହିଁ ସେ କହିଥିଲେ। ଥରେ ଶିଶୁ ଦେହରୁ ଅଲଗା କରି ନେଇ ଯେକୌଣସି ଦେହ ଭିତରେ ମୁଁ ପୁରେଇ ଦିଏ ବା କେନ୍ଦ୍ରୀଭୂତ କରି ହୁଏ। ଥରେ ଗୋଟିଏ ଶାଗୁଣା ଦେହରେ ପଶିଗଲି। ସେତେବେଳେ ମୁଁ ଯାହା ଇଚ୍ଛା କରେ ଶାଗୁଣାଟା ତାହା ହିଁ କରେ। ଭାବିଲି ମଲା ଗୋରୁ ଖାଇ ଦେଖେ କିପରି ଲାଗେ। ଶାଗୁଣା ମୁହଁରେ ଖାଇଲି, ବେଶ ଭଲ ଲାଗିଲା। ହଠାତ୍ ମନେ ହେଲା ଏଇ ଅବସ୍ଥାରେ ଯଦି ମୁଁ ମରିଯାଏ ତାହେଲେ ତ ଶାଗୁଣା ଗର୍ଭରେ ମୁଁ ଜନ୍ମ ନେବି। ସେତେବେଳେ ହିଁ ମନଟାକୁ ସେଠାରୁ ଅଲଗା କରି ଆଣିଲି। ଦେଖିଲି ବିଶ୍ୱ ମୁଁର ମଧ୍ୟ ହିଁ ସବୁ ମୁଁ, ବିଶ୍ୱ ମନର ମଧ୍ୟ ହିଁ ସବୁ ମନ। ତେଣୁ ସିଏ ଇଚ୍ଛା କଲେ ଅସମ୍ଭବ ମଧ୍ୟ ସମ୍ଭବ ହେଇପାରେ। କାରଣ ଯେକୌଣସି ଦେହରେ ମଧ୍ୟ ତାଙ୍କର ଲୀନ ହବାର ସେଇ ସମ୍ଭାବନା ଅଛି ଏବଂ ସେଦିନ ମଧ୍ୟ ସେଇ କଥା ହିଁ ସେ କହିଦଉଥିଲେ। ଥରେ ଆମର ଏ ଘଟଣା ତ ଆମେ ମାନେ ଅନେକ ଘଟଣା ସବୁ ଆମେ ଜାଣିଛେ। ସତ୍ସଙ୍ଗ ଜଗତ ଭିତରେ ଅନେକ ଦିନରେ ଭାଇ ଓ ମା ମାନେ ଅଛନ୍ତି, ସତ୍ସଙ୍ଗ ଯାଉଛନ୍ତି, ତାଙ୍କ ବିଧାନ ଭିତରେ ଚାଲୁଛନ୍ତି, ଅନେକ ଜିନିଷ ଜାଣିଛନ୍ତି। ସେଇ ପୁରୁଣା କଥା, ସେଇ କଥା ଆମେ ବିଭିନ୍ନ ଭାଇମାନଙ୍କ ଠାରୁ ମା ମାନଙ୍କ ଠାରୁ ଶୁଣୁଛେ। କିନ୍ତୁ ଖାଲି ନୂଆ ମୁହଁ ଦେଇ ଆମେ କିଛି ଶୁଣୁ। ଏଇ ଯେମିତି ନୀଳାଚଳରେ ଯେମିତି ଭକ୍ତମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଫଟୋ ଉଠେଇବା ପାଇଁ ଯୋଉ ପରିକଳ୍ପନା କରିଥିଲେ, ଇଚ୍ଛା କରିଥିଲେ ଯେ ଆମେ ନୀଳାଚଳରେ ଶ୍ରୀ ଠାକୁରଙ୍କର ଫଟୋ ଉଠେଇବା। ଏଇ ଉଦ୍ଦେଶ୍ୟରେ ହରେକୃଷ୍ଣ ସାହା ନାମକ ଜଣେ ଫଟୋଗ୍ରାଫରଙ୍କୁ ମଧ୍ୟ ପୁରୀକୁ ଅଣା ଯାଇଥିଲା। ଫଟୋଗ୍ରାଫର 12-14 ଦିନ ରହିବା ପରେ ବି ଠାକୁରଙ୍କ ଅନୁମତି ମିଳିନଥିଲା ଫଟୋ ଉଠେଇବା ପାଇଁ। ଅନେକଙ୍କ ମନ ମଧ୍ୟ ଦୁଃଖ ହେଇଥିଲା। ହଠାତ୍ ଦିନେ ଶ୍ରୀ ଠାକୁର ଇଚ୍ଛା ପ୍ରକାଶ କରି ଯତୀନ୍ଦ୍ରନାଥ ବସୁଙ୍କୁ କହିଲେ ଯତୀନ୍ଦ୍ର ଠାକୁରଙ୍କର ଫଟୋ ନେବେ ନା କଣ? ଯତୀନ୍ଦ୍ର କହିଲେ ହଁ ନିଶ୍ଚୟ। ଠାକୁରଙ୍କ ଫଟୋ ପାଇଁ ହରେକୃଷ୍ଣ ଦା ଫଟୋଗ୍ରାଫରଙ୍କୁ ଏତେ ଦିନ ଧରି ଏଠାରେ ରଖାଯାଇଛି। ସଙ୍ଗେ ସଙ୍ଗେ ଶ୍ରୀ ଠାକୁର ଯୋଉ ଆଗର ଯୋଉ କୁଞ୍ଚଟା ଥିଲା ଲୁଗା ପିନ୍ଧା କୁଞ୍ଚ ତାକୁ ଖୋଲିଦେଲେ, ସମୁଦ୍ର ସୈକତରେ ଯାଇ ଠିଆ ହେଲେ। ଫଟୋଗ୍ରାଫର ଏଇ ଅବସ୍ଥାରେ ଦୁଇଟି ଫଟୋ ଉଠାଇଲେ। ସେଇଦିନ ହିଁ ଗୋଟିଏ ଛବି ଧୁଆ ହେଲା। ଦୁଃଖର କଥା ଦେଖାଗଲା ଛବିଟି ଦିଟାଙ୍କର ଆଖି ନଷ୍ଟ ହେଇଯାଇଛି। ମନ ଦୁଃଖରେ ଶ୍ରୀ ଠାକୁରଙ୍କ ନିକଟରେ ଏ ବିଷୟ ନିବେଦନ କଲେ। ଠାକୁର ହସି ହସି କହିଲେ ସେ କଣ ଫଟୋ ପୁଣି ଖରାପ ହେବ କାହିଁକି, ଭଲ କରି ବାସ କରନ୍ତୁ। ଏବଂ ହରେକୃଷ୍ଣ ସାହା ଭାଇ ପୁନରାୟ ଯତ୍ନ ସହକାରେ ଫଟୋଟାକୁ ନେଲେ, ଷ୍ଟୁଡିଓକୁ ନେଇ ଭଲ ଭାବରେ ଧୋଇଦେଲେ ଏବଂ ଧୋଇଦେଲା ପରେ ଦେଖିଲେ ଫଟୋଟି ଖୁବ ସୁନ୍ଦର ହେଇଛି, ସବୁଠାରୁ ଉତ୍ତମ ହେଇଛି ଫଟୋଟି। ଶ୍ରୀ ଠାକୁରଙ୍କ ପାଖରେ ଏଇଟା ଯେତେବେଳେ ନିବେଦନ କରାଗଲା, ମାନେ କହିବାର ଅର୍ଥ ଶ୍ରୀ ଠାକୁର ଛବିଟିକୁ ବାରମ୍ବାର ନିଜ ବକ୍ଷ ଓ କପାଳରେ ଲଗାଇଲେ ଏବଂ ଭାବାବେଗରେ ଅତି ଭାବବିହ୍ୱଳ ହେଇ କହିଲେ ଏଇଟା ହିଁ ପରମ ପିତାଙ୍କର ପ୍ରକୃତ ପ୍ରତିକୃତି ହୋଇଛି। ତାମାନେ ସେ କିଏ? ସେ ନିଜ ମୁଖରେ ନିଜେ ହିଁ କହିଦଉଛନ୍ତି ଏଇଟା ହିଁ ପରମ ପିତାଙ୍କର ପ୍ରତିକୃତି। ତେଣୁ ଆମେ କେମିତି ବିଶ୍ୱାସ କରିବା, କେମିତି ଜାଣିବା ଯେ ସେ ହିଁ ପ୍ରକୃତରେ ସର୍ବଶ୍ରେଷ୍ଠ, ସେ ହିଁ ଆସିଛନ୍ତି ଆମ ମାନଙ୍କୁ ରକ୍ଷା କରିବା ପାଇଁ ଏବଂ ସେ ହିଁ ତାଙ୍କର କଥା ନିଜେ ହିଁ ଉନ୍ମୋଚନ କରୁଛନ୍ତି ଆମ ମାନଙ୍କ ପାଖରେ। ଏଇଟା ହିଁ ହଉଛନ୍ତି ପରମ ପିତାର ପ୍ରକୃତ ପ୍ରତିକୃତି ଏଇଟା। ତେଣୁ ତାଙ୍କର ଛବିଟାକୁ ହିଁ ସେ କହିଛନ୍ତି। ତେଣୁ ସେ ହିଁ ଶ୍ରେଷ୍ଠ, ସେ ହିଁ ସବୁ। ଦିନେ ଆଉ ଦିନର ଘଟଣା, ଦିନେ ରାତିରେ ପଦ୍ମା ନଦୀ ବନ୍ଧରେ ବାଉଁଶ ଉପରେ, ଆମେ ଏଇଟା ଶୁଣିଛେ, ବାଉଁଶ ଉପରେ ଶ୍ରୀ ଠାକୁର କେଷ୍ଟ ତାଙ୍କ କୋଳରେ
ମୁଣ୍ଡ ରଖି ଶୋଇଥାନ୍ତି, ଆଖପାଖରେ କେହି ନଥାନ୍ତି। ଗୁରୁ ଶିଷ୍ୟ ଭିତରେ ଗୋଟେ ନିଭୃତ ନିକାଞ୍ଚନକରେ ଆଳାପ ଆଲୋଚନା ଚାଲିଥାଏ। ଚାରିଆଡେ ଅନ୍ଧକାର, ଉପରେ ନକ୍ଷତ୍ର ଖଚିତ ଆକାଶ। କେଷ୍ଟଦାସ ସୁଯୋଗ ବୁଝି ପ୍ରଶ୍ନ କଲେ, ସମସ୍ତେ କୁହନ୍ତି ଆପଣ ଭଗବାନ, ଲୋକେ ଯାହାକୁ ଭଗବାନ ବୋଲି ମାନନ୍ତି, ଭଗବାନ ବୋଲି ଜାଣନ୍ତି, ସେଇ ତାଙ୍କରି ମୁଖରୁ ଶୁଣିବାକୁ ଇଚ୍ଛା କରେ, ସତେ କଣ ଆପଣ ଭଗବାନ? ଏହି ପ୍ରଶ୍ନ ଅନେକ ସମୟରେ ଠାକୁରଙ୍କ ପାଖରେ ଅନେକ ଭକ୍ତ କରିଛନ୍ତି। ସେ କିପରି ଯେପରି ପ୍ରଶ୍ନକୁ ଆଡେଇ ଦିଅନ୍ତି। ଭଗବାନ ଶବ୍ଦର ଧାତୁଗତ ଅର୍ଥ କଣ, କେଉଁ ଭାବରେ ଶବ୍ଦ ନିଷ୍ପନ୍ନ ହୋଇଛି, ଭଗବାନ ମାନେ ଭଜମାନ ଇତ୍ୟାଦି କେତେ କଣ ଆଲୋଚନା କରି ପ୍ରଶ୍ନକର୍ତ୍ତାଙ୍କ ଅସଲ ଉଦ୍ଦେଶ୍ୟଟାକୁ ନିଜର ନଜର ବାହାରକୁ ନେଇଯାଆନ୍ତି ଏବଂ ଚେଷ୍ଟା କରନ୍ତି ନ ଜଣେଇବା ପାଇଁ। ଏଇ ପ୍ରଶ୍ନ ଶୁଣିବା ସଙ୍ଗେ ସଙ୍ଗେ ଠାକୁରଙ୍କ ଦୃଷ୍ଟି ପ୍ରଖର ହେଲା। ଯଦି କେଷ୍ଟଦା ଏଇ କଥା କହିଲେ, ତାଙ୍କର ଦୃଷ୍ଟି ପ୍ରଖର ହେଲା। ତୀବ୍ର ଦୃଷ୍ଟିରେ କେଷ୍ଟଦାକୁ ଚାହିଁ ଦୃଢ କଣ୍ଠରେ ସମସ୍ତ ଶକ୍ତି ଦେଇ କହିଲେ, ହଁ ମୁଁ ହିଁ ସେଇ। ଏଇ କଥା ଶୁଣିବା ସଙ୍ଗେ ସଙ୍ଗେ କେଷ୍ଟଦାଙ୍କର ସାରା ଶରୀରଟା ଗୋଟିଏ ଅଦ୍ଭୁତପୂର୍ବ ଶିହରଣ ଖେଳିଗଲା। କେଷ୍ଟଦା ପରେ କହିଛନ୍ତି, ଏହା ତ କେବଳ ତାଙ୍କ କଣ୍ଠରୁ ଉଚ୍ଚାରିତ ଇତିବାଚକ ଗୋଟିଏ ମାତ୍ର ଶବ୍ଦ ନୁହେଁ, ଏହା ଯେପରି ଗୋଟିଏ ଶବ୍ଦ ଭିତରେ ବିଶ୍ୱାତ୍ମାଙ୍କର ସ୍ୱରୂପ ଉଦ୍ଘାଟନ ଏବଂ ତାଙ୍କର ଆତ୍ମପ୍ରକାଶ। ସେ କି ଭୟଙ୍କର ସେ ଶବ୍ଦରେ। ଏବଂ ସେ ଶବ୍ଦଟା ଶୁଣି ସେଦିନ ସେ କହିଥିଲେ, ଯଦି ମଣିଷ ନୁହନ୍ତି, ଯାହାଙ୍କର ନରବିଗ୍ରହ ମଧ୍ୟରେ ସଂହତ ହୋଇ ରହିଛି, ସେ ନିଶ୍ଚିତ ଭାବରେ ସେ ହିଁ ଭଗବତ ସତ୍ତା, ସେ ହିଁ ଭଗବାନ। ଏବଂ ତାଙ୍କ ଶ୍ରୀମୁଖରୁ ଏ ସ୍ପଷ୍ଟ ସ୍ୱୀକୃତି ଶୁଣିବା ପରେ ତାଙ୍କ କେଷ୍ଟଦା ତାଙ୍କୁ ପଚାରିଲେ, ଏଇ ଆମ ମୁଣ୍ଡ ଉପରେ ଅନନ୍ତ ଆକାଶ, ଏତେ ସବୁ ଗ୍ରହ ନକ୍ଷତ୍ର, ଏହିପରି ଦୃଶ୍ୟମାନ ଜଗତ, ଏସବୁ କଣ ଆପଣ ସୃଷ୍ଟି କରିଛନ୍ତି? ଠାକୁର ଅତି ସହଜ ଭାବରେ ଉତ୍ତର ଦେଲେ, ହଁ କେଷ୍ଟଦା। ପୁଣି ପଚାରିଲେ, ଆପଣ ଇଚ୍ଛା କରିଲେ ଏସବୁ ନଷ୍ଟ କରିପାରନ୍ତି? ଶ୍ରୀ ଠାକୁର ପୁଣି କହିଲେ, ହଁ ପାରେ, କିନ୍ତୁ କାହିଁ ନଷ୍ଟ ତ କରନ୍ତିନି? ଇଚ୍ଛା କରେ ନା, ଠାକୁର କହୁଛନ୍ତି। ଅର୍ଥାତ୍ ଇଚ୍ଛା କଲେ ଯେକୌଣସି ମୁହୂର୍ତ୍ତରେ ସେ ପ୍ରଳୟ ଘଟେଇ ପାରନ୍ତି। ଯିଏ ବିଧାତା ସେ ମଧ୍ୟ ନିଜର ବିଧାନରେ ବିଶେଷ ଭାବରେ ବିଧୃତ। ନିଜ ସୃଷ୍ଟିକୁ ନଷ୍ଟ କରିବାକୁ ସେ କେବେ ହେଲେ ଚାହାନ୍ତିନି। ସେ ଚାହାନ୍ତି ତାଙ୍କର ସୃଷ୍ଟି ସୁନ୍ଦର ହଉ, ତାଙ୍କର ହାତ ତିଆରି ମଣିଷ ମାନେ ସୁନ୍ଦର ହେଇ ଉଠନ୍ତୁ, ତାଙ୍କର ନିଜର ବୁଦ୍ଧି ବିବେକକୁ ସବୁ ଶ୍ରୀ ଠାକୁରଙ୍କର ପାଦପଦ୍ମରେ ବିସର୍ଜନ କରି ଆନନ୍ଦରେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ। ଠାକୁର ହିଁ ତାହା ହିଁ ଚାହିଁଛନ୍ତି ଏବଂ ସେଦିନ ହିଁ ସେ ହିଁ ସେଇ କଥା ପରିପ୍ରକାଶ କରିଦେଇଛନ୍ତି କେଷ୍ଟଦାଙ୍କ ପାଖରେ। ଏ ସୃଷ୍ଟିର ସୃଷ୍ଟିକର୍ତ୍ତା ହିଁ ସେହି, ଏ ସୃଷ୍ଟିର ରକ୍ଷାକର୍ତ୍ତା ହିଁ ସେହି। ସେ ଇଚ୍ଛା କଲେ ନଷ୍ଟ କରିପାରିବେ, କିନ୍ତୁ ସେ ଇଚ୍ଛା କରି ଦିଅନ୍ତିନି। ତେଣୁ ତାଙ୍କ ଶ୍ରୀମୁଖ ନିଃସୃତରୁ ଏଇଥିରୁ ଆମେ ନିଶ୍ଚିତ ଭାବରେ ବିଶ୍ୱାସ କରିବା, ସିଏ ହିଁ କିଏ, ସେ କାହିଁକି ଆମ ମାନଙ୍କ ପାଖରେ ଆସିଛନ୍ତି। ଦିନେ ଆଉ ଦିନଙ୍କର ଘଟା, ଦିନେ ଶ୍ରୀ ଠାକୁର ଭକ୍ତ ଧୀରେନ୍ଦ୍ରକୁ କହିଲେ, ଆପଣ ତ ଇଚ୍ଛା କରିଲେ ହିଁ ଯାହା କିଛି କରିପାରନ୍ତି, ଆପଣ ତ ଯେକୌଣସି ସମୟରେ ଆମ ମାନଙ୍କୁ ବ୍ରହ୍ମଜ୍ଞାନ ବି ଦେଇପାରନ୍ତି। ଶ୍ରୀ ଠାକୁର କହିଲେ, ହଁ ଦେଇପାରେ। ଧୀରେନ୍ଦ୍ର ବ୍ୟାକୁଳ କୁଣ୍ଠରେ କହିଲେ, ତେବେ ତାହେଲେ ଦିଅନ୍ତିନି କାହିଁକି? ଆପଣ ଦୟାକରି ସେଇ ଭାବ ଆମକୁ ଥରେ ମାତ୍ର ସ୍ପର୍ଶ କରନ୍ତୁ, ସେଇ ଭାବରେ ଆମକୁ ଥରେ ମାତ୍ର ସ୍ପର୍ଶ କରନ୍ତୁ, ତାହେଲେ ଆମେ ସାଧନା ରାଜ୍ୟରେ ଚରମ ଧାମରେ ପହଞ୍ଚି ପାରିବୁ, ତତ୍କ୍ଷଣାତ ବ୍ରହ୍ମଜ୍ଞାନର ଅଧିକାରୀ ହୋଇପାରିବୁ ବୋଲି ଶ୍ରୀ ଠାକୁରଙ୍କୁ ସେଦିନ ସେ ନିବେଦନ କରିଥିଲେ। ଶ୍ରୀ ଠାକୁର କହିଲେ, ମୁଁ ତ ଦେଇପାରେ ଏବଂ ତାହା ଏଇ ମୁହୂର୍ତ୍ତରେ ବି ପାରେ, କିନ୍ତୁ ତୁମର ଏଇ ଶରୀରଟା ଯେ ସେଇ ତେଜ ସହ୍ୟ କରିପାରିବନି, ଜଳି ପୋଡି ପାଉଁଶ ହୋଇଯିବ। ତେଣୁ ବ୍ରହ୍ମାନୁଭୂତି ଲାଭ କରିବା ପାଇଁ ଜୈବିତନୁରୁ ବ୍ରହ୍ମତନୁରୁ ରୂପାନ୍ତରିତ କରିବାକୁ ହେବ। ତେଣୁ ମୁଁ ଯାହା କରିବାକୁ କହିଛି ତାହା କର, ଯାହା ହେବାର ଆବଶ୍ୟକ ଆପଣା ଛାଏଁ ହେବ। ଇଷ୍ଟାନୁଗ ତୀବ୍ରତା ଓ କ୍ରମାଗତି ତୁମର ଚରିତ୍ରଗତ ହେଉ। ତୁମର ପ୍ରିୟ ପରମଙ୍କୁ ନେଇ ମାତି ରୁହ। ତାଙ୍କ କଥା ସେ ଯାହା କହିଛନ୍ତି ତାହିଁ ଆପ୍ତ ବାକ୍ୟ, ସର୍ବସିଦ୍ଧି ଲାଭ ହେବ ତାଙ୍କର। ତେଣୁ ସେ କହୁଛନ୍ତି ଆଧ୍ୟାତ୍ମିକ ଜଗତରେ ଯାହାକୁ ଆମେ କାୟାକଳ୍ପ କହୁ, ସେ ତାକୁ ଠାକୁର କହୁଛନ୍ତି ସେଇ କଥାକୁ ଜୈବିତନୁ ଓ ବ୍ରହ୍ମତନୁରେ ରୂପାନ୍ତରିତ କଥା କହିବାର କଥା ସେ ସେଦିନ ଇଙ୍ଗିତ ଦେଇଥିଲେ। ଏବଂ ତାଙ୍କର ମୁଖ୍ୟ, ସେ ଯାହା ନେଇ ଏ ଦୁନିଆକୁ ଆସିଛନ୍ତି, ଯାହା କରିବା ପାଇଁ ଆମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ଥୈନୀ ସଦାଚାର, ଠାକୁର କହୁଛନ୍ତି ନିଖୁଣ ଭାବରେ ପରିପାଳନ କର ଏବଂ ତାହା କଲେ ତୁମର ପାଇବାଟା ଯେ ସମ୍ଭବ ହେଇ ଉଠିବ, ତାହା ନିଶ୍ଚିତ ଭାବରେ। ଏଇ ଭାବରେ ଅନେକ ଭାବରେ ଠାକୁର ବହୁ ଭାବରେ ଏଇ କଥା ଆମ ମାନଙ୍କୁ କହିଛନ୍ତି। ତ ଆମ ମାନଙ୍କର ସେଇ ବିଶ୍ୱାସ, ସେଇ ଭଲ ପାଇବା, ସେଇ ଭାବ ଆମ ମାନଙ୍କର ରହିବା ଦରକାର। ଆମେ ଯେତେବେଳେ ଯେଉଁ ମୁହୂର୍ତ୍ତରେ ଯାହା କିଛି ଭିତରେ, ଆଚାର୍ଯ୍ୟ ସେଦିନ ଯାହା କହୁଥିଲେ ଯେ ତୁମେ ଯାହା କରୁଛ ସବୁ କିଛି ତାଙ୍କୁ ନିବେଦନ କରି କର, ଯାହା ହବାର ଥିବ ନିଶ୍ଚିତ ଭାବରେ ହବ, କିନ୍ତୁ ନିବେଦନ କରିବା ଅର୍ଥ ସମର୍ପଣ ଭାବ ରହିବା ଦରକାର, ଭାବ ଆସିବା ଦରକାର। ସେଇ ସମର୍ପଣ ଭାବ ହେଲେ
ନିଶ୍ଚିତ ଭାବରେ ଆମେ ଯୁଆଡେ ଯାଉ ଯୁଆଡେ ଆସୁ ଯେତେବେଳେ ଯାହା କରୁ ସବୁ କିଛି ଆମେ ଠାକୁରମୟ ହେଇ ଠାକୁରଙ୍କୁ ନିବେଦନ କରି ଆମେ ଚାଲିପାରିବା। ଆଜିର ଦୁନିଆରେ ଆମେ ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ବିପଦ ଏଇ ବିପଦକୁ ଫାଙ୍କି ଦବା ପାଇଁ ଏଇ ବିପଦକୁ ପ୍ରଘାତ କରିବା ପାଇଁ ସେ ଯୋଉ ତାଙ୍କର ସତନାମ ଦେଇଛନ୍ତି ସେଇ ତୁକଟାକୁ ଯୋଉ ଦେଇଛନ୍ତି ଦୀକ୍ଷା ସମୟରେ ରୀତି ଦେବତାଙ୍କ ଠାରୁ ଆମେ ଯୋଉ ଶୁଣୁଛେ ସେ ନାମର ବିଧାନଟାକୁ କିପରି ଭାବରେ ଆମେ ଜପ କରିବା ଏବଂ ସେଇ ଜପର ମାଧ୍ୟମଟାକୁ ଯଦି ନିତ୍ୟ ନୂତନ ଭାବରେ ଆମେ ଉପଭୋଗ କରୁ ନିଶ୍ଚିତ ଭାବରେ ଠାକୁର କହୁଛନ୍ତି ଯାହା ଚାହଁ ତାହା ହିଁ ହବ ଅସମ୍ଭବ ମଧ୍ୟ ସମ୍ଭବ ହବ। ଏମିତି ଏକ ଦିନ ଆସିବ ଯେମିତି ଶ୍ରୀ ଶ୍ରୀ ଅବିନ୍ଦାଙ୍କୁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦାଦା କହୁଥିଲେ ତୁ ଯେତେବେଳେ ମୋର ବୟସ ହବ ସାରା ଦୁନିଆଟା ଠାକୁରମୟ ହେଇ ଉଠିବ ସବୁ ଲୋକ ଠାକୁର 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 ବୋଲି ଚିତ୍କାର କରିବେ ଆନନ୍ଦରେ ଗାଇ ଉଠିବେ ଠାକୁର। ତେଣୁ ଚିନ୍ତା କରନ୍ତୁ ସେମାନେ କେତେ ଆଶାବାଦୀ ସେମାନେ ଯେମିତି ଶ୍ରୀ ଠାକୁର ମଧ୍ୟ ସେଇ ଆଶା ପରିପୋଷଣ କରିଥିଲେ ଆମେମାନେ ଶୁଣିଛେ ଯେ କଣା ମାଠିଆରେ ମଧ୍ୟ ସେ ପାଣି ଢାଳୁଥିଲେ ଯେ ଭକ୍ତମାନେ ଯେତେବେଳେ ପଚାରୁଥିଲେ ଠାକୁର ମାଠିଆ ଯେ କଣା ସେଠାରେ ଆପଣ ପାଣି ଢାଳୁଛନ୍ତି ପାଣି କଣ ରହିବ ଠାକୁର କହୁଥିଲେ ନାଇଁ ରେ ମୋର ବିଶ୍ୱାସ ଅଛି ଦିନେ ନା ଦିନେ ସେଠାରେ ପାଣି ରହିବାର ଯୋଗ୍ୟତା ମାଠିଆରେ ଆସିବ କାହିଁକି ନା ଏମିତି ପାଣି ଢାଳୁ ଢାଳୁ କୋଉ ଦିନ ଯେ ଶିଉଳି ଲାଗିଯିବ ଏବଂ ସେଇ ଶିଉଳି ଲାଗି 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 ରନ୍ଧ୍ରଟା ବନ୍ଦ ହେଇଯିବ ପାଣିର ତା ଭିତରେ ପାଣି ରହିପାରିବ। ମାନେ ଅର୍ଥ ଏଇଥିରୁ ବୁଝିବାକୁ ହବ ସେ ଆଶା ରଖିଛନ୍ତି ବିଶ୍ୱାସ ରଖିଛନ୍ତି ଆମ ମାନଙ୍କ ପାଖରେ ତୁମେ ଅନବରତ ଇଷ୍ଟମ ହେଇ ଚାଲ ଏବଂ ଚାଲୁ 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 ଏମିତି ଗୋଟେ ସମୟ ହବ ନିଶ୍ଚିତ ଭାବରେ ତୁମେ ଗନ୍ତବ୍ୟରେ ପହଞ୍ଚିବ ଅସମ୍ଭବ ବୋଲି କିଛି ଜିନିଷ ନାହିଁ ସବୁ ହିଁ ସମ୍ଭବ। ତେଣୁ ପ୍ରତ୍ୟେକ ପରିବାର ପାରିବାରିକ ଜୀବନରେ ଠାକୁର ଯାହା କହୁନାହାନ୍ତି ଯୋଉମାନେ ପାରିବାରିକ ଜୀବନରେ ଅସଫଳ ଆଧ୍ୟାତ୍ମିକ ଜୀବନ ସେମାନଙ୍କ ପାଇଁ ତମସାଚ୍ଛନ୍ନ। କାହିଁକି ଅସଫଳ ଆମେ ମାନଙ୍କର ଏଇ ଯୋଉ ବିଶ୍ୱାସ ସେହି ପରମ ପିତା ସେ ଆସିଛନ୍ତି ଆମେ ଗଣେଶ ଲକ୍ଷ୍ମୀ ସରସ୍ୱତୀ ଶିବ ପାର୍ବତୀ ଅନେକ ଦେବାଦେବୀ ପୂଜା କରୁଛେ ଅନେକ ପୂଜା ଅର୍ଚ୍ଚନା କରୁଛେ ଅନେକ ବ୍ରତ ନିୟମ ପାଳନ କରୁଛେ ପରିବାର ଭିତରେ ମଧ୍ୟ ଆମେ ଦୁଃଖ ଭିତରେ ଅଛେ ଆମର ଗନ୍ତବ୍ୟରେ ଆମେ ପହଞ୍ଚି ପାରୁନେ ଅଭାବ ଅନାଟନ ଭିତରେ ଗତି କରୁଛେ ଏବଂ ସେଠାରୁ ମୁକ୍ତି ପାଇବା ପାଇଁ ତାରୁ ରକ୍ଷା ପାଇବା ପାଇଁ ଫେର ଯେତେବେଳେ ଶ୍ରୀ ଠାକୁରଙ୍କ ଜୀବନରେ ଗ୍ରହଣ କଲେ ବୁଝିଲେ ପୁରୁଷୋତ୍ତମ ଆସନ୍ତି ଧରାରେ କେତେ ଜଣ ତାଙ୍କୁ ଧରେ କହେ ଭଗବାନ ପୁରୁଷୋତ୍ତମ ସେ ଚାଲିଯିବା ପରେ ତେଣୁ ସେ ଚାଲିଗଲା ପରେ ଭଗବାନ ପୁରୁଷୋତ୍ତମ ଯୋଉମାନେ କହୁଛନ୍ତି କିନ୍ତୁ ଆମେ ଯାହା ବି ହଉ ତାଙ୍କୁ ଯେତେବେଳେ ଧରିଛେ ରାସ୍ତା ଖୋଜି ପାଇଛେ ଏବଂ ସେଇ ରାସ୍ତାଟାକୁ ସେ ଆମ ମାନଙ୍କୁ ବତେଇ ଦେଇଛନ୍ତି ଏବଂ ସେଇ ରାସ୍ତାକୁ ଆମେ ଯଦି ଠିକ ଭାବରେ ମାନୁ ବୁଝୁ ଜାଣୁ ଠାକୁରଙ୍କ ବିଧାନ ଭିତରେ ଜାଣୁ ତାହେଲେ ନିଶ୍ଚିତ ଭାବରେ ଆମେ ଆମର ଉପାୟଟା ଆମେ ମାନେ ପାଇପାରିବା। ସେଦିନ ଶ୍ରୀ ଠାକୁର କହୁନାହାନ୍ତି ତୁମେ ମାନେ ମତେ ଯଦି ମୁଁ ଯେପରି ଚଳେ ଯେପରି ଚଳିବାକୁ କହେ ତୁମେ ମାନେ ସେପରି ଚଳନା ଏବଂ ଚଳିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରନା କେବଳ ମତେ ଠାକୁର ବନେଇ ଖାଲି ଭକ୍ତି ଦେଖାଅ ସେ ଭକ୍ତିରେ ମୋର ବା ମାନେ ତୃପ୍ତି କୋଉଠି ତୁମର ବା ଲାଭ କଣ। ତେଣୁ ମତେ ଯଦି ଖାଲି ଠାକୁର ବନେଇ ଭକ୍ତି ଦେଖେଇବ ଭଲ ପାଇବ ସେ ଭକ୍ତିରେ କିଛି ମୂଲ୍ୟ ନାହିଁ ଏବଂ ମୁଁ ଯେମିତି ଚଳୁଛି ଏବଂ ଯେମିତି ଚଳିବାକୁ କହୁଛି ଏବଂ ସେଇ ଭାବରେ ତୁମକୁ ଚଳିବାକୁ ହିଁ ପଡିବ ଏବଂ ତୁମେ କିଛି ଦିନ ଚଳୁ ଚଳୁ ଯେମିତି ଜୋର ଜବରଦସ୍ତ ଠାକୁର କହୁଛନ୍ତି ମେକାନିକାଲି ୱେରେ ତୁମେ କିଛି ଜିନିଷ ଜବରଦସ୍ତ କରିବାକୁ ଚେଷ୍ଟା କର ପଜିଟିଭ ଜିନିଷଟା କରିବାକୁ ଚେଷ୍ଟା କର ଦେଖିବ ଏମିତି ଗୋଟେ ସମୟ ଆସିବ ସେଇଟା ତୁମର ପ୍ରାକ୍ଟିସ ହେଇଯିବ ଆଉ ସେଇ ପ୍ରାକ୍ଟିସଟାକୁ ଦେଖି ଅନ୍ୟ ଲୋକମାନେ ସେଇଟାକୁ ମିରାକଲ ଭାବିବେ ଏଇଟା କେମିତି ସମ୍ଭବ ସେ କେମିତି କହିଦଉଛି କିନ୍ତୁ ଏଇ ପ୍ରାକ୍ଟିସ ମେକ୍ ଏ ମ୍ୟାନ ପରଫେକ୍ଟ ଜୋର ଜବରଦସ୍ତ ଆମକୁ କିଛି କରିବାକୁ ହିଁ ପଡିବ ଏବଂ ସେଇ କରିବା ଭିତରେ ହିଁ ଦେଖିବେ ତା ଭିତରେ ହିଁ ମଜା ଆସିବ। ଯେମିତି ଗୋଟେ ପିଲାଟିଏ ଠାକୁର କହୁଛନ୍ତି ଗୋଟେ କଷ୍ଟ ସହିଷ୍ଣୁ ସୁଖ ପ୍ରିୟତା ଗୋଟେ ଶବ୍ଦ କହୁଛନ୍ତି କଷ୍ଟ ସହିଷ୍ଣୁ ସୁଖ ପ୍ରିୟତା କଷ୍ଟ ଭିତରେ ସୁଖ ଆସେ ଯେମିତି ଗୋଟେ ଲୋକ ସେ କଣ କରୁଛି କାଠ ହାଣିବାକୁ ଯାଉଛି ଆଉ ଗୋଟେ ଲୋକ ସେ କଣ କରୁଛି ହକି ବା ଫୁଟବଲ ଖେଳୁଛି ଦୁଇଟା ଯାକ ପରିଶ୍ରମ ପାଖାପାଖି ସମାନ କାଠ ହାଣିବା ମୁସ୍କିଲ ଅନେକ କଷ୍ଟ ଲାଗେ ଅନେକ କଷ୍ଟ ପରେ ମାନେ କାଠ ହାଣି ହୁଏ ଏବଂ ହକି ଖେଳିବା ବା ଫୁଟବଲ ଖେଳିବା ମଧ୍ୟ କଷ୍ଟ ଗୋଲ ପୋଷ୍ଟକୁ ଏପଟେ ଏପଟ ସେପଟ ନେଇ 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 ମଣିଷ ଖେଳେ କିନ୍ତୁ ଠାକୁର କିନ୍ତୁ ଯିଏ କାଠ ହାଣୁଛି ତାର ସ୍ୱାସ୍ଥ୍ୟଟା ଡାଉନ ହେଇ ଉଠୁଛି କାରଣ ସିଏ କାଠ ହାଣିଲେ ମଜୁରୀ ପାଇବ ପଇସା ପାଇବ ତା ପିଲା ଛୁଆ ଘର ସଂସାରକୁ ଚଳେଇବ ଆଉ ଦିନେ ଯଦି ସେ କାଠ ନ ହାଣେ ବା ମଜୁରୀ ନ ଖଟେ ତାହେଲେ ତା ପିଲା ଛୁଆ ହଇରାଣରେ ପଡିଯିବେ। ତେଣୁ ତାର ଏଇ ଯୋଉ ବୋଧ ଏଇ ଯୋଉ ଭାବନା ତାକୁ ଆସ୍ତେ ଆସ୍ତେ ଦୁର୍ବଳ କରିଦଉଛି ବା ଆସ୍ତେ ଆସ୍ତେ ତାର ସୌନ୍ଦର୍ଯ୍ୟ ନଷ୍ଟ ହେଇ ଉଠୁଛି କିନ୍ତୁ ଯିଏ ଖେଳୁଛି ଦେଶ ପାଇଁ ରାଷ୍ଟ୍ର ପାଇଁ ରାଜ୍ୟ ପାଇଁ ବା ନିଜ କ୍ଲବ ପାଇଁ ଯିଏ ଖେଳୁଛି ତାର ମନଟା ପ୍ରଫୁଲ୍ଲିତ ହଉଛି କଷ୍ଟ ଏକା ଆହୁରି ମଧ୍ୟ କଷ୍ଟ ତାଠାରୁ ଖେଳ କଷ୍ଟ କିନ୍ତୁ ତା ମନଟା ଉଦ୍ଦୀପ୍ତ ହଉଛି ଶାନ୍ତି ଅନୁଭବ କରୁଛି। ତେଣୁ
ସେଇ ହଉଛି କଷ୍ଟ ସହିଷ୍ଣୁ ସୁଖ। କିନ୍ତୁ ସେ ଖେଳରେ କଷ୍ଟ ଅଛି, କିନ୍ତୁ ସେ ଖେଳରେ ସୁଖ ଅଛି। ଯେମିତି ଗୋଟେ ପିଲା ରାତି 2ଟା ଯାକେ ପାଠ ପଢୁଛି, ମା ଜଗି ବସୁଛି, ପିଲା ପାଠ ପଢୁଛି, କିନ୍ତୁ ମା ଅନ୍ତର ଭିତରେ କଷ୍ଟ ଆସୁଛି। ପିଲାଟା ରାତି 2ଟା ଯାକେ ପାଠ ପଢୁଛି, କଷ୍ଟ ଲାଗୁଛି, କିନ୍ତୁ ତା ଭିତରେ ସୁଖ ଅଛି। ଆଉ ସେଇଟା ହିଁ କଷ୍ଟ ସହିଷ୍ଣୁ ସୁଖ ପ୍ରିୟତା। ଏଇ ସାଧନ ରାଜ୍ୟରେ ଅନୁରୂପ ଭାବରେ ଆମକୁ ଏଇ କଷ୍ଟ ଭିତରେ ସୁଖ ଅଛି। ଯେମିତି ସେ ବିବେକାନନ୍ଦ ଯେମିତି ଗୋଟେ କଥା କହୁଥିଲେ, କହିଲେ ମଣିଷ ଯେତେବେଳେ ଫୁଟବଲ ପଡିଆକୁ ଯାଏ, ଯେତେବେଳେ ବଲ୍ ଟା ତା ଗୋଡରେ ଥାଏ, ସେତେବେଳେ ସେ କଣ କରେ, ବଲ୍ ଟାକୁ ସେ ଯୋଉ ଦିଗକୁ ପଠେଇବ ଏବଂ କେତେ ସ୍ପିଡରେ ମାରିବ, କୋଉ ଜାଗାରେ ପହଞ୍ଚିବ, ସେତେବେଳେ ସେ ଆଗରୁ ନିର୍ଦ୍ଧାରଣ କରି କିକ୍ ଟା ମାରେ। ଏବଂ କିକ୍ ଟା ଯେତେବେଳେ ମାରି ସାରିଲା ପରେ ତାପରେ ସେ ଚିନ୍ତା କରେ ଏ ଜାଗାକୁ ନ ଯାଇ ସେ ଜାଗାକୁ ମାରିଥିଲେ ଭଲ ହେଇଥାନ୍ତା। ବ୍ୟସ୍ତ ବିବ୍ରତ ଯାହା ବି ହେଲେ ଆଉ କିନ୍ତୁ ବଲର ଗତି ପରିବର୍ତ୍ତନ ହୁଏ ନାହିଁ। ପୁଣି ଆଉ ଥରେ ବଲ୍ ପାଖକୁ ଯିବାକୁ ପଡିବ, ପୁଣି କିକ୍ ମାରିବାକୁ ପଡିବ। ଠିକ ଭାବରେ ଆମେମାନେ ପ୍ରକୃତରେ ଭାଗ୍ୟବାନ। ଏଇ ଜୀବନରେ ପ୍ରଭୁଙ୍କୁ ଧରିଛେ, ଏ ଜୀବନଟା ଆମ ପିତାମାନଙ୍କ ମାନେ ଭଲ ପାଇବାରୁ ଏ ଜୀବନଟା ଆମେ ପାଇଛେ। ଏଇ ଜୀବନରେ ଆମେ ଯୋଉ କିକ୍ ମାରୁଛେ, ଯୋଉ ଯାହା ସବୁ କରୁଛେ, ତାକୁ ଠିକ ଭାବରେ ତାଙ୍କ ନିର୍ଦ୍ଦେଶ କରିଚାଲିଲେ ଆମେ ନିଶ୍ଚିତ ଭାବରେ ଗନ୍ତବ୍ୟରେ ପହଞ୍ଚିବା। କିନ୍ତୁ ଭୁଲ ରାସ୍ତାରେ ଯାଇ ପରେ ଯେତେ ଅନୁଶୋଚନା କରି ଯେତେ ବ୍ୟସ୍ତ ବିବ୍ରତ ଯାହା ବି ହେଲେ କାହିଁ ଫେର ଆଉ ଥରେ ଜନ୍ମ ନେବାକୁ ପଡିବ। ସେଦିନ ବିବେକାନନ୍ଦ ଏଇ କଥା କହିଥିଲେ। ତେଣୁ ଆମମାନଙ୍କୁ ପ୍ରକୃତରେ ଆମମାନଙ୍କୁ କିଛି କରିବାକୁ ପଡିବ। ତେଣୁ ସେ ଆଚାର୍ଯ୍ୟ ଦେବ କହୁଛନ୍ତି, ଦୀକ୍ଷା ନେବା ସମୟରେ ଯେତେବେଳେ ନାମ ଧ୍ୟାନର କଥା ଆମେ ଶୁଣୁଥିଲୁ, ଯୋଉ ସତ୍ସଙ୍ଗର କଥା ଶୁଣୁଥିଲୁ, ଅଧ୍ୟୟନ ଅଧ୍ୟାପନର କଥା ଶୁଣୁଥିଲୁ, ଆମମାନଙ୍କୁ ସବୁ କରିବାକୁ ପଡିବ। ଠିକ ଭାବରେ ଇଷ୍ଟବୃତ୍ତି କରିବାକୁ ପଡିବ, ନାମ ଧ୍ୟାନ କରିବାକୁ ପଡିବ, ସକାଳୁ ଉଠିବାକୁ ପଡିବ, ସକାଳ ମର୍ଣ୍ଣିଂ ପ୍ରେୟାର କରିବାକୁ ପଡିବ। ତାପରେ 30 ଦିନ ଭିତରେ ଇଷ୍ଟବୃତ୍ତି ପ୍ରେରଣ କରିବାକୁ ପଡିବ। 30 ଦିନ ପରେ ଭାତୃଭୋଜ୍ୟ ଦେବାକୁ ପଡିବ, ଭୂତ ଭୋଜ୍ୟ, ଯାହା ପରିବାର ପରିବେଶ ପାଇଁ କିଛି ରଖିବାକୁ ପଡିବ, କି ସତ୍ସଙ୍ଗ ଯିବାକୁ ପଡିବ, ସତ୍ସଙ୍ଗ ବିଷୟରେ କିଛି ଜାଣିବାକୁ ପଡିବ। ଏବଂ ଏଇ ଯୋଉ ବିଧାନ ସବୁ ଦେଇଛନ୍ତି, ତାକୁ ଯଦି ଆମେ ନ କରୁ, କେବଳ ହିଁ ମେକାନିକାଲ ଜୋର ଜବରଦସ୍ତ ଖାଲି ଗୋଟେ ଇଷ୍ଟବୃତ୍ତି ଟା ଖାଲି କରିଦେଲୁ ଏବଂ ଜୟଗୁରୁ କରିଦେଲୁ, ତାହେଲେ ପ୍ରକୃତ ଇଏରୁ ଆମେ ବଞ୍ଚିତ ହେଇ ଉଠିବା। ତେଣୁ ଠାକୁର କହୁଛନ୍ତି ଯେ ତୁମେମାନେ ଯାହା କିଛି କର ନା କାହିଁକି, ସବୁ ସମୟରେ ଲକ୍ଷ୍ୟ ରଖ ତୁମର ମନ, ତୁମର ବୋଧ, ତୁମର ଭାବ ଯେମିତି ଈଶ୍ୱରମୟ ହେଇ ଉଠୁ, ପ୍ରଭୁଙ୍କମୟ ହେଇ ଉଠୁ। ତାଙ୍କୁ ଖୁସି କରିବାକୁ ଚେଷ୍ଟା କର ଏବଂ ସେ କଣ ଚାହୁଁଛନ୍ତି ସେ ବିଷୟରେ ତୁମେ ଅନୁଧ୍ୟାନ କର ଏବଂ ତାଙ୍କର ଇଚ୍ଛା, ତାଙ୍କର କଥା, ତାଙ୍କର ବୋଧ ଯାହା ତୁମେ ତୁମ ନିଜରେ ଚରିତ୍ରଗତ କରି ନିଜେ ସୁଖୀ ଆନନ୍ଦ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦ ଦିଅ। ଯେମିତି କହିଛନ୍ତି, ସ୍ଥିର ଥାକ তুমি জাগি, প্রদীপরে মতো আলস ত্যাগী, ଏ ନିଶିତ ପଥେ ତୁମେ ଘୁମାଇଲେ ଫେରିଆ ଚାହିବେ ତାରା। ତେଣୁ ତୁମେ ଯଦି ଏ ଅନ୍ଧାର ସମୟରେ ତୁମେ ଯଦି ଘୁମାଇ ପଡିବ, ତୁମେ ଯଦି ଅଳସ୍ୱାମୀ କରିବ, ତୁମେ ଯଦି ତାଙ୍କୁ ଅନୁଭବ ନ କରିବ, ତାହେଲେ ସିଏ ତୁମ ଦ୍ୱାରରୁ ଫେରିଯିବେ। ସେ ଅତି ସହଜ ସରଳ ଭାବରେ ତୁମ ମାନଙ୍କ ପାଖରେ ଆସି ପହଞ୍ଚିଛନ୍ତି। ତେଣୁ ତୁମେ ଅଳସୁଆ ହୁଅ ନା, ତୁମେ ଢୋଳି ପଡ ନା, ତୁମେ ତାଙ୍କର ରାସ୍ତାରେ ଯାଅ। ତେଣୁ ଆଜି ଦୀପବାର ମାଧ୍ୟମରେ ଶ୍ରୀ ଆଚାର୍ଯ୍ୟ ମଧ୍ୟ ସେଇ କଥା କହୁଛନ୍ତି, ଅବିନ୍ଦା ମଧ୍ୟ ସେଇ କଥା କହୁଛନ୍ତି। ତୁମେ ସେଇ ଯୋଉ ମେଷ ଶାବକକୁ ବେକରେ ପକେଇ ହାତରେ ଗୋଟେ ବାଡି ଧରି ଯେତେବେଳେ ଚାଲୁଥିଲେ, ଭକ୍ତମାନଙ୍କୁ ପଚାରୁଥିଲେ ଠାକୁରଙ୍କୁ ଏମିତି କଣ, ଠାକୁର କହୁଥିଲେ ଯେ ମେଷ ଶାବକକୁ ଧରିବା ଅର୍ଥ ସେ ସାରା ଦୁନିଆକୁ ବତେଇ ଦଉଛନ୍ତି। ତୁମେ ହଜିଲା ମେଷଟାକୁ ଯେମିତି ମୋ ପାଖକୁ ଘିନି ଆସ, ତୁମେ ଖୋଜି ବୁଲ କୋଉଠି କିଏ ଗୁରୁ ଭାଇ ମାନେ ଅଛନ୍ତି, କୋଉଠି ସତ୍ସଙ୍ଗୀ ମାନେ ଅଛନ୍ତି, କୋଉଠି ସେମାନେ ଠିକ ଭାବରେ କରୁନାହାନ୍ତି, ତାଙ୍କ ଦ୍ୱାର ଦେଶରେ ପହଞ୍ଚ, ସେମାନଙ୍କୁ ଅତି ସହଜ ସରଳ ଅତି ଆତ୍ମୀୟତା ଭାବରେ ସେମାନଙ୍କ ସହିତ ମିଶ ଏବଂ ଇଷ୍ଟ ପଥରେ ଚାଲିବା ପାଇଁ ତାଙ୍କୁ ଅନୁନୟ ବିନୟ କରି ସେଇ ରାସ୍ତାରେ ଆଣ। ଏବଂ ଆଣିଲା ପରେ ନିଶ୍ଚିତ ଭାବରେ ଦେଖିବେ ଏମିତି ଗୋଟେ ସମୟ ଆସିବ, ସେମାନେ ସେଇ ଅପୂରନ୍ତ ଆନନ୍ଦ ଉପଭୋଗ କରି ନିଶ୍ଚିତ ଭାବରେ ଆନନ୍ଦରେ ଗାଇ ଉଠିବେ, ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ।